ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ଆମ ଓଡ଼ିଆ ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରିୟ ବନ୍ଧୁ ଓ ବାନ୍ଧବ, ପ୍ରିୟ ଶ୍ରୋତା, ଆମେ କେତେ ଦିନ ଧରି ମହାନ ସଂଘର୍ଷ ବିଷୟରେ ଚିନ୍ତା କରୁଛୁ। ଆଉ ଏହି ମହାନ ସଂଘର୍ଷରେ କିପରି ମନ୍ଦ ମନ୍ଦ ଓ ସତ୍ୟ ବିରୁଦ୍ଧରେ ଲଢ଼େଇ ଚାଲିଛି, କିପରି ଶୈତାନ ଯୀଶୁଙ୍କ ବିଷୟରେ ଆମେ ଦେଖୁଛୁ କିପରି ତାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଆଜି ବିଶେଷରେ ଆମେ ଆଲୋଚନା କରିବା ବା ଏହି ସପ୍ତାହରେ ଆମେ ବିଶେଷ ଭାବରେ ଆଲୋଚନା କରିବା ଆଧ୍ୟାତ୍ମିକବାଦ ବା ପରତ୍ଵ ଉନ୍ନତି ହୋଇଛି, ସ୍ପିରିଚୁଆଲିଜମ। ଏହା ଆଗକୁ ଯିବା ପୂର୍ବେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛୁ ତୁମ ସେହି ପବିତ୍ର ଶାସ୍ତ୍ରରୁ ବିଶେଷ ଭାବେ ସବସ୍କ୍ରିପସନ ଦ୍ୱାରା ଯାହା ଆମେ ଶିଖିବାକୁ ଯାଉଅଛୁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ବହୁ ପୂର୍ଣ୍ଣରେ ସେହି ବୁଦ୍ଧି ଜ୍ଞାନ ଦିଅନ୍ତୁ, ଯେପରିକି ଆମେ ଏହି ବାକ୍ୟ ଆମେ ବୁଝିପାରିବୁ। ଆଉ ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବସ୍କୁଲ ପାଠରେ ସ୍ୱାଗତ କରୁଅଛି। ବିଶେଷ ଭାବରେ ଆମେ ଏହି ସପ୍ତାହରେ ଆଲୋଚନା କରିବାକୁ ଯାଉଛୁ ଆଧ୍ୟାତ୍ମିକବାଦ ବା ପରତ୍ଵ ଉନ୍ନତିତ ହୋଇଛି। ବିଶେଷ ଭାବରେ ଯାହା ଆମେ ଇଂରାଜୀରେ କହୁଛୁ ସ୍ପିରିଚୁଆଲିଜମ। ତାହା ପୂର୍ବେ ଚାଲନ୍ତୁ ଆମ ସ୍ୱର୍ଣ୍ଣୀୟ ପଦ ଦେଖିବା, ଯେଉଁଥିରେ ଆମେ ପାଉଅଛୁ ପ୍ରଥମ ତେସଲୋନିକୀୟ 4:16-17। ସେଠି ସାଧୁ ପାଉଲ ଆମମାନଙ୍କୁ ଏହିପରି କହନ୍ତି, କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ କୃଷ୍ଣଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମ ଥର ଉଠିବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳରେ ସୈନ୍ୟ ମଣ୍ଡଳକୁ ନେତି ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ। ବନ୍ଧୁ, ସାଧୁ ପାଉଲ କହନ୍ତି କି ସେହି ସଦାପ୍ରଭୁ ପରମେଶ୍ୱର ସେହି ଯୀଶୁ ଖ୍ରୀଷ୍ଟ ତାଙ୍କ ପ୍ରଧାନ ଦୂତଙ୍କ ସହ ଆଉ ତାଙ୍କ ପ୍ରଧାନ ଦୂତଙ୍କ ସ୍ୱର ଏବଂ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଏହି ପୃଥିବୀକୁ ଅବତରଣ କରିବେ। ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଅବତରଣ କରିବେ, ସେତେବେଳେ ଯେତେ ଲୋକ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ମୃତ୍ୟୁବରଣ କରିଛନ୍ତି ସେମାନେ ପ୍ରଥମ ଥର ଉଠିବେ ବୋଲି ଆମେ ଦେଖୁଅଛୁ। ଯେତେ ଲୋକ ପୃଥିବୀର ପ୍ରାରମ୍ଭରୁ ବା ଆଦ୍ୟରୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ମୃତ୍ୟୁବରଣ କରିଛନ୍ତି, ଆଉ ବର୍ତ୍ତମାନ ଯାଏ ଯେତେ ଲୋକ ବର୍ତ୍ତମାନ ମୃତ୍ୟୁବରଣ କରି ଶୋଇଛନ୍ତି, ସେମାନେ ଯେବେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଥର ଆସିବେ ସେତେବେଳେ ସେମାନେ ଉଠିବେ। ଆଉ ସେତେବେଳେ ଯେତେ ଲୋକ ବଞ୍ଚିଛନ୍ତି ଆଉ ପ୍ରଭୁଠାରେ ବିଶ୍ୱାସ କରିଛନ୍ତି, ତାହାଙ୍କ ଆଜ୍ଞା ମାନିଛନ୍ତି, ସେମାନେ ସେମାନଙ୍କ ସହ ମିଶିବେ ଆଉ ପ୍ରଭୁଙ୍କ ସହିତ ସାକ୍ଷାତ କରିବେ।
ଆଉ ଯେବେ ସେମାନେ ସାକ୍ଷାତ କରିବେ ଜୀବିତ ଲୋକ ଆଉ ଯେତେ ଲୋକ ମୃତ୍ୟୁରୁ ଉଠିଛନ୍ତି ଉଭୟ ସମସ୍ତେ ମିଶି ସେଇ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତି କରିବେ। ଏହା ହଉଛି ଯେବେ ଯୀଶୁ ଖ୍ରୀଷ୍ଟ ଆସିବେ। ବନ୍ଧୁ, ଆମ ସାବାସ ସ୍କୁଲ ପାଠ ଆମମାନଙ୍କୁ ସ୍ପଷ୍ଟରେ ହୁଏ, ଯେପରିକି ଆଦି 3:4ରେ ଶୟତାନ ଆମକୁ କହିଥିବା ପ୍ରଥମ ମିଛ ଥିଲା, ତୁମ୍ଭେ ମରିବ ନାହିଁ, ଏବଂ ଆମ୍ଭେ ଏହାକୁ ବିଶ୍ୱାସ କରୁଅଛୁ। ଯେବେ ଶୟତାନ କହିଲା କି ତୁମେ ମରିବ ନାହିଁ, ଏହା ଥିଲା ପ୍ରଥମ ମିଛ, ଆଉ ସେହି ମିଛକୁ ଆମେ ବିଶ୍ୱାସ କରୁଛୁ। ପ୍ରାୟ ସମସ୍ତ ମାନବ ଜାତି ବିଶ୍ୱାସ କରିଛନ୍ତି ବନ୍ଧୁ, ଆଉ ଏହି ବିଶ୍ୱାସ ଯୋଗୁଁ ଯେତେ ଲୋକ ଏଇ କଥାରେ ବିଶ୍ୱାସ କରୁଛନ୍ତି, ଆଉ ଏଇ ବିଶ୍ୱାସ ଯୋଗୁଁ ଏଇ ଜଗତକୁ ମରଣ ଆସିଲା। ଯେ ଆମର ଏକ ଅମର ଆତ୍ମା ଅଛି, କିମ୍ବା କୌଣସି ଉପାୟରେ ଆମର ଅସ୍ତିତ୍ଵ କିଛି ସଚେତନ ଅଂଶ ମୃତ୍ୟୁର ବଞ୍ଚିଥାଏ। ବାଇବଲରେ ପ୍ରତିକୂଳ ଭାବେ ଏହା ସ୍ପଷ୍ଟ ଏବଂ ଦୃଢ଼ ଅଟେ। ଯେଉଁ ଆତ୍ମା ପାପ କରିବ ସେ ମରିବ ବୋଲି ଫିଜିକାଲ 18:20ରେ ଲେଖାଯାଇଅଛି। ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି, ଈଶ୍ୱରଙ୍କ ଆଜ୍ଞା ମାନନ୍ତି ନାହିଁ, ସେମାନେ ନିଶ୍ଚିତ ରୂପେ ମରିବେ, ନିଶ୍ଚିତ ରୂପେ ମରିବେ। ଯେହେତୁ ମହାଜାଗତିକ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ନେଇ ପୁରୀ ଦୁଇଟି ଆପଣଙ୍କୁ କାହାକୁ ବିଶ୍ୱାସ କରିବେ, ଶୈତାନ ନା ଈଶ୍ୱର? ଏଇ ଯୋଉ ମହାସଂଘର୍ଷରେ ଆମେ ଏହି ଯୋଉ ଦୁଇ ପ୍ରଶ୍ନରେ ଘୁରି ରହିଅଛୁ, କାହାକୁ ଆମେ ବିଶ୍ୱାସ କରୁଛୁ, ଶୈତାନକୁ ନା ଯୀଶୁ ଖ୍ରୀଷ୍ଟଙ୍କୁ? ଯେହେତୁ ମାନବ ଯେବେ ପ୍ରଥମରେ ଶୈତାନର କଥା ମାନେ, ସେ ମିଛ କଥା ମାନେ ନିଜକୁ ଶୈତାନର ହସ୍ତରେ ସମର୍ପଣ କରିଥିଲା ଆଉ ମୃତ୍ୟୁକୁ ସମ୍ମୁଖୀନ କରିଥିଲା। ତାହେଲେ ଚାଲନ୍ତୁ ଏଇ ସପ୍ତାହରେ ଯାହା ଆମେ ଦେଖିବା ତାହା ହଉଛି ଆଧ୍ୟାତ୍ମିକ ଓ ମୃତ୍ୟୁ। ଏକ ଅମର ଆତ୍ମା, ପୁରୁଣା ନିୟମରେ ମୃତ୍ୟୁ, ନୂତନ ନିୟମରେ ମୃତ୍ୟୁ, ଶେଷ ଦିନରେ ଆଧ୍ୟାତ୍ମିକତା, ଚିହ୍ନ ଓ ଆଶ୍ଚର୍ଯ୍ୟ। ଆଧ୍ୟା ଆଗକୁ ଆମେ ବଢିବା। ଆତ୍ମବାଦ ଏବଂ ମରଣ। ଆତ୍ମବାଦ ଏବଂ ମରଣ। ଏକ ଅମର ଆତ୍ମା, ଯେପରିକି ଆମେ ଆୟୁବ 7:9ରେ ପାଉଅଛୁ। ସେଠି ଆୟୁବ ଲେଖନ୍ତି, ମେଘ ଯେପରି କ୍ଷୟ ପାଇ ଅନ୍ତରିତ ହୁଏ, ସେହିପରି ଯେ ପାତାଳକୁ ଓହ୍ଲାଇ ଯାଏ, ସେ ଆଉ ଉଠି ଆସିବ ନାହିଁ। ବନ୍ଧୁ, ସାଧାରଣ ଭାବେ ଏହା ବିଶ୍ୱାସ କରାଯାଏ ଯେ ମନୁଷ୍ୟର ଏହି ଦୁଗୁଣୀ ପ୍ରକୃତି ଅଛି, ଶରୀର ଓ ଆତ୍ମା ଦୁଇ ଗୁଣୀ ପ୍ରତୀତ ଅଛି, ଶରୀର ଏବଂ ଆତ୍ମା କିମ୍ବା ପ୍ରାଣ। ବିଶ୍ୱାସ କରାଯାଏ ଯେ ଏହି ଦୁଇ ଭାଗ ସ୍ୱାଧୀନ ଭାବରେ ବଞ୍ଚିପାରେ। ବିଶ୍ୱାସ କରାଯାଏ ଯେ এই যে দুই ଭାଗ ଆମେ ଦେଖିଲୁ, ଶରୀର ଓ ଆତ୍ମା ସ୍ୱାଧୀନ ଭାବରେ ବଞ୍ଚିପାରେ। କିନ୍ତୁ ବାଇବଲରେ ଶିକ୍ଷା ଦିଏ ଯେ
ଆମେ ତିନୋଟି ଅଂଶ ନେଇ ଗଠିତ ହୋଇଅଛୁ। ତାହା ହେଉଛି ଆତ୍ମା, ପ୍ରାଣ ଏବଂ ଶରୀର। ଯେପରି ଆମେ ବାଇବଲରେ ପାଉଅଛୁ କି ଆମ ଯୋଉ ଜୀବ, ଆମ ଯୋଉ ପ୍ରାଣୀ, ଏହି ପ୍ରାଣୀ ତିନି ଅଂଶ ନେଇ ଗଠିତ ହୋଇଅଛି। ତାହା ହେଉଛି ଆତ୍ମା, ପ୍ରାଣ ଏବଂ ଶରୀର। ଯେପରିକି ପ୍ରଥମ ଥେସଲୋନିକା 5:23 ଆମେ ପାଉଛୁ। ତା ବାଦେ ଏହା ମଧ୍ୟ ଆମକୁ ଶିକ୍ଷା ଦିଏ ଯେ ଏହି ଅଂଶ ଗୁଡ଼ିକ ପରସ୍ପର ଉପରେ ନିର୍ଭର ନିର୍ଭରଶୀଳ। এই যে অংশ ଯାହା ଆମେ ଦେଖିଲୁ, ଶରୀର ବା ଆତ୍ମା, ପ୍ରାଣ ଏବଂ ଶରୀର, এই ଯୋଉ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି। ଯେପରି ଆଦି ପୁସ୍ତକ 2:7 ଆମେ ପାଉଅଛୁ। ଆମକୁ ଶିକ୍ଷା ଦିଏ ଯେ ଈଶ୍ୱର ଶରୀର ସୃଷ୍ଟି କରିଛନ୍ତି, ଏହାକୁ ଜୀବନ ସହ ମିଶାଇ ଦିଅନ୍ତି, ଯାହାକି ଆତ୍ମା, ଏବଂ ଏକ ଜୀବନ ଜୀବରେ ପରିଣତ ହୁଏ, ଯାହା ଆମେ ହେବା, ଯାହାକି ଇବ୍ରୁ ଭାଷାରେ କୁହାଯାଉଛି ନାଫେଶ, ଯାହା ଆମେ ଦେଖୁଛୁ ପ୍ରାଣ। ଇବ୍ରୁ ଭାଷାରେ ନାଫେଶ ବା ପ୍ରାଣ ମାନେ ପ୍ରାଣ ହଉଛି ତେଣୁ ଶରୀର ଓ ଆତ୍ମା ମିଳନ। ଶରୀର ଓ ଆତ୍ମା ମିଳନ। ଆମର ପ୍ରାଣ ନାହିଁ, ଆମେ ଜଣେ ପ୍ରାଣୀ ଥିଲୁ, ଆଉ ସେହି ପ୍ରାଣୀକୁ ଯୀଶୁ ସଦାପ୍ରଭୁ ପରମେଶ୍ୱର ପ୍ରାଣ ଦେଲେ। ଯେତେବେଳେ ଜୀବନର ନିଶ୍ୱାସ ଆମକୁ ଛାଡ଼ିଦିଏ, ଆମର ଅସ୍ତିତ୍ୱ ଶେଷ ହୋଇଯାଏ। ବନ୍ଧୁ, ଯେତେବେଳେ ଆମ ଜୀବନର ନିଶ୍ୱାସ ଆମକୁ ଛାଡ଼ିଦିଏ, ଆମର ଅସ୍ତିତ୍ୱ ଶେଷ ହୋଇଯାଏ। ମୃତ୍ୟୁ ପରେ ଆମେ ଅସ୍ତିତ୍ୱର କୌଣସି ଅଂଶର ସଚେତନ ଅସ୍ତିତ୍ୱ ନାହିଁ। ମୃତ୍ୟୁ ଦେହ ମରିଗଲା, ଯାହା ଆତ୍ମା ଜୀବନ ଶକ୍ତି ଏହାର ଜୀବନ ଦ୍ୱାରା ପାଖକୁ ଫେରିଯାଏ ଏବଂ ପ୍ରାଣ ଦେହ ଓ ଆତ୍ମାର ମିଳନର ଉତ୍ପାତ ଅସ୍ତିତ୍ୱ ଶେଷ ହୋଇଯାଏ ବୋଲି ଆମେ ଜିହିଜିକଲ 12:1-7 ଆଉ ପରମ ଗୀତ 12:1-7 ଆଉ ଜିଜିକଲ 18:20 ଆଉ ଆଇବ 7:7-9 ଆମେ ପାଉଅଛୁ। ଯେପରି ଆମେ ଦେଖୁଅଛୁ କି ଏକ ଅମର ଆତ୍ମା, ଯେହେତୁ ପାପ ଆତ୍ମା ଦୁନିଆରେ ପ୍ରବେଶ କରୁଛି, ଶୈତାନ ସେହି ଲୋକମାନଙ୍କୁ ବ୍ୟବହାର କରୁଛନ୍ତି, ଯେଉଁମାନେ ମୃତ୍ୟୁ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କ ଠାରୁ ବର୍ତ୍ତମାନ କିମ୍ବା ଭବିଷ୍ୟତର ବିଷୟରେ ବିଶେଷ ଜ୍ଞାନ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ଏହି ପ୍ରକାର ଲୋକମାନେ ଯିଏ ଅନ୍ୟ ଉପାୟ ମଧ୍ୟ ବ୍ୟବହାର କରନ୍ତି, ଯେପରିକି ଅସାଧାରଣ ଯାଦୁ ବା ଜ୍ୟୋତିଷ ଶାସ୍ତ୍ର, ବର୍ତ୍ତମାନ ଆଧ୍ୟାତ୍ମିକବାଦୀ ଭାବରେ ଜଣାଶୁଣା ଯାଆନ୍ତି। ବନ୍ଧୁ, ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ଏହିଭଳି ରୀତିନୀତି ପାଳନ କରିବ ସେ ସଦାପ୍ରଭୁଙ୍କ ପାଇଁ ପୁଣ୍ୟ ହେବ ବୋଲି ଦ୍ୱିତୀୟ ବିବରଣ 18 ଆଉ 10-12 ଆମେ ଦେଖୁଅଛୁ। ଯେଉଁ ଲୋକମାନେ ଏହିପରି ରୀତିନୀତି ବ୍ୟବହାର କରୁଛନ୍ତି, ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପୁଣ୍ୟ ଆଉ ସେହି ଯୋଉ କାର୍ଯ୍ୟ ପାଇଁ ସେମାନେ ମୃତ୍ୟୁର ଯୋଗ୍ୟ ବୋଲି ଆମେ ଦେଖୁଅଛୁ। ଏହି ଆଧାରରେ ଆମେ ଦେଖୁଅଛୁ ଲେବୀୟ 20:27 କି ସେମାନେ ମୃତ୍ୟୁର ଯୋଗ୍ୟ ବୋଲି, ସେମାନେ ମୃତ୍ୟୁର ଯୋଗ୍ୟ। ଆଉ ଯେତେବେଳେ
ପୁଣି ଯେତେବେଳେ ସେମାନେ ତୁମମାନଙ୍କୁ କହିବେ, ଯେଉଁ ଭୁତୁଡ଼ିଆ ଓ ଗୁଣିଆ ମାନେ ଗଣ ଓ ସୁପ ସୁପ କରି କହନ୍ତି, ସେମାନଙ୍କ ଅନ୍ୱେଷଣ କର। ତୁମମାନେ କୁହ, ଲୋକମାନଙ୍କୁ ଲୋକମାନେ କଣ ଆପଣଙ୍କ ପରମେଶ୍ୱର ଅନ୍ୱେଷଣ କରିବେ ନାହିଁ? ସେମାନେ କଣ ଜୀବିତମାନଙ୍କ ସପକ୍ଷରେ ମୃତ୍ୟୁମାନଙ୍କ ଅନ୍ୱେଷଣ କରିବେ? ବ୍ୟବସ୍ଥା ଓ ପ୍ରମାଣ କାର୍ଯ୍ୟରେ ଅନ୍ୱେଷଣ କର। ଯେତେବେଳେ ଯେବେ ସେମାନେ ଏହି ବାକ୍ୟ ଅନୁସାରେ କଥା ନ କୁହନ୍ତି, ତେବେ ନିଶ୍ଚୟ ସେମାନେ ନିମନ୍ତେ ଅନୁଦୟ ନାହିଁ ବୋଲି ପବିତ୍ର ଶାସ୍ତ୍ର ବାଇବଲ ଚିସାୟ 8:19-20 ଦେଖୁଅଛି। ଆଉ ବେଳେ ବେଳେ ଆମେ ଏହିପରି ବ୍ୟବହାର କରିଥାଉ। ଏହିପରି ଆମେ ବ୍ୟବହାର କରିଥାଉ। ତାହେଲେ ଚାଲନ୍ତୁ ଆଗକୁ ବଢିବା। ପୁରାତନ ନିୟମରେ ମୃତ୍ୟୁ ପୁରାତନ ନିୟମର ମୃତ୍ୟୁ, ଯାହା ଆମେ ଦେଖୁଅଛୁ ଗୀତ ସଂହିତା 115:17। ମୃତ୍ୟୁ ମାନେ କିଏ ବା ଯେଉଁମାନେ ଗିରହ ସ୍ଥାନରେ ଅବରୋହଣ କରନ୍ତି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କରନ୍ତି ନାହିଁ। ଦେଖନ୍ତୁ ବନ୍ଧୁ, କେତେ ସୁନ୍ଦର ଭାବରେ ଗୀତ ଲେଖକ କହନ୍ତି, ମୃତ୍ୟୁ ମାନେ କେବେ ହେଲେ ସଦାପ୍ରଭୁଙ୍କୁ ପ୍ରଶଂସା କରନ୍ତି ନାହିଁ। ଆଜିକାଲି ଆମ ସମୟରେ ଆମେ ଦେଖୁଅଛୁ ଅନେକ ଲୋକ ମୃତ୍ୟୁ ମାନଙ୍କର ସହ ଯୋଗାଯୋଗ କରିବା ପାଇଁ ଦାବି କରନ୍ତି ବା ସେମାନେ କରନ୍ତି। ସେମାନଙ୍କ ଆତ୍ମା ଜୀବିତ ବୋଲି, ସେମାନେ ସ୍ୱର୍ଗକୁ ଯାଇଛନ୍ତି ବୋଲି ଏହିପରି ମାନେ ଦାବି କରନ୍ତି। ଯଦିଓ ଅନ୍ତିମ ସଂସ୍କାର ସମୟରେ କେହି କୁହନ୍ତି ନାହିଁ ଆମର ସମ୍ପର୍କୀୟ ସିଧାସଳଖ ନରକକୁ ଯାଏ ବୋଲି, କେହି ବି କହନ୍ତି ନାହିଁ। ଅନେକ ସ୍ୱୀକାର ଏହା ଶିଖାଇ ଦିଏ ଯେ ମୃତ୍ୟୁ ଉପରେ ଭଲ ଯୀଶୁଙ୍କ ସହିତ ରହିବା ପାଇଁ ସିଧାସଳଖ ସ୍ୱର୍ଗକୁ ଆସ ଏବଂ ଖରାପ ଦଣ୍ଡ ପାଇଛନ୍ତି କିମ୍ବା କେବେ ଭ୍ରମଣ କରୁଛନ୍ତି। କିନ୍ତୁ ଏହି ବିଷୟରେ ବାଇବଲ କଣ ଶିକ୍ଷା ଦିଏ? ଅନେକ ଲୋକ କହନ୍ତି କି ତାଙ୍କର ଆତ୍ମା ଭ୍ରମଣ କରୁଛି, ସେ ସ୍ୱର୍ଗରାଜ ଯାଇନାହାନ୍ତି, ତାଙ୍କ ଆତ୍ମା ଏହି ପୃଥିବୀରେ ଅଛି ବୋଲି ଅନେକ ଲୋକ କହନ୍ତି। ମାତ୍ର ବାଇବଲ ଆମମାନଙ୍କୁ ଏହା ଶିକ୍ଷା ଦିଏ ନାହିଁ। ମରିବା ପରେ ଆମେ ଈଶ୍ୱରଙ୍କ ପ୍ରଶଂସା କରିପାରିବା କି ବନ୍ଧୁ? ନାହିଁ ନା, ଆମେ କେବେ ବି କରିପାରିବା ନାହିଁ। ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଜାଣନ୍ତି କି ସେମାନଙ୍କ ପରିବାର କିମ୍ବା ସାଙ୍ଗମାନେ ସହିତ କଣ ହୁଏ? ସେମାନେ ଜାଣନ୍ତି ନାହିଁ ବନ୍ଧୁ। ଯେପରି ଆମେ ଦେଖୁଅଛୁ ଆୟୁବ 14:21। ତାପରେ ଆମେ ଦେଖୁଛୁ ମୃତ୍ୟୁ ବ୍ୟକ୍ତି ଜୀବିତ ମାନଙ୍କ ସହିତ ଯୋଗାଯୋଗ କରିପାରିବେ କି? ଯେପରି ମୁଁ ଏହା ପୂର୍ବରେ ଆପଣ ମାନଙ୍କୁ କହିଥିଲି, ଲୋକେ ଏମିତି ଦାବି କରନ୍ତି ସେମାନେ ମୃତ୍ୟୁ ଲୋକମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଆଉ ସେମାନଙ୍କୁ କଥାବାର୍ତ୍ତା କରୁଛନ୍ତି। ଆଉ ସେମାନଙ୍କ ଉଦ୍ଦେଶ୍ୟ କଣ, ସେମାନଙ୍କ ମନରେ କଣ ଅଛି ତାହା ଜାଣିବା ପାଇଁ ସେମାନେ ମୃତ୍ୟୁ ଲୋକମାନଙ୍କ ସହିତ ଯୋଗାଯୋଗ କରୁଛୁ ବୋଲି ସେମାନେ କହନ୍ତି। ମାତ୍ର ବାଇବଲ ଏହା ମାନଙ୍କୁ କହେ ନାହିଁ। ଆଉ ମୃତ୍ୟୁ ଲୋକମାନେ କେବେ ହେଲେ ଚିନ୍ତା କରନ୍ତି ନାହିଁ, ଯେହେତୁ ମୃତ୍ୟୁ ତାଙ୍କଠାରେ ସେଇ ଜୀବନ ନାହିଁ, ସେଇ ଆତ୍ମା ନାହିଁ। ସେଥିଯୋଗୁଁ ସେମାନେ ବର୍ତ୍ତମାନ ଆଉ ମୃତ୍ୟୁ ପରେ ଆମେ କୌଣସି ପ୍ରକାର କାର୍ଯ୍ୟକଳାପ କରିବାକୁ ସକ୍ଷମ ହୋଇବୁ କି? ମୃତ୍ୟୁ ପରେ କୌଣସି କାର୍ଯ୍ୟ କରିବା ପରେ ଆମର ସକ୍ଷମ ନାହିଁ, ଆମେ ବି କରିପାରିବା ନାହିଁ। ସେହିପରି ଆମେ ଦେଖୁଛୁ ପୁରୁଣା ନିୟମ ଶିକ୍ଷା ଦିଏ ଯେ ମୃତ୍ୟୁ ଏକ ସ୍ୱପ୍ନ। ମୃତ୍ୟୁ ଏକ ସ୍ୱପ୍ନ। ଉଠିବା ପାଇଁ ଶୋଇ ଯାଆନ୍ତୁ, କେବଳ ଈଶ୍ୱର ଯେବେ ଆମକୁ ଡାକନ୍ତି ଆମେ ଜୀବନ୍ତ ଫେରିବୁ। ମାନେ ବାଇବଲ ଆମମାନଙ୍କୁ ସ୍ପଷ୍ଟ ରୂପେ କହୁଅଛି ମୃତ୍ୟୁ ଏକ ନିଦ୍ରା, ଏକ ଘୋର ନିଦ୍ରା।
ଯେ ଯେମିତିକି ଆମେ ସନ୍ଧ୍ୟାରେ ଶୋଇଯାଉ ଆଉ ପ୍ରଭାତରେ ଉଠୁ, ଆଉ ମୃତ୍ୟୁ ସେହିପରି ଆମମାନଙ୍କୁ ଦେଖେ। ଯଦି ଆମେ ଜହନ ତାର 11 ଦେଖିବା, ସେଠି ଜହନ ଲେଖନ୍ତି ଏହିପରି କି ଆମମାନଙ୍କ ବନ୍ଧୁ ଲାଜରସ୍ ନିଦ୍ରା ଯାଇଛନ୍ତି ବା ହୋଇଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ଯାଉଅଛି। ଯଦି ଆମେ ଜହନ 11 ଦେଖିବା, ସେଠି ଯୀଶୁଙ୍କ ମିତ୍ର, ଯୀଶୁଙ୍କ ବନ୍ଧୁ, ଯିଏକି ସଦାବେଳେ ସେଇ ବଧୂଙ୍କ ଘରକୁ ଯାଉଥିଲେ, ଆଉ ଯେବେ ସେ ଶୁଣିଲେ କି ତାଙ୍କ ବନ୍ଧୁ ଅସୁସ୍ଥ, ଯେବେ ସେହି ଖବର ଆସିଲା କି ତାଙ୍କ ବନ୍ଧୁ ଅସୁସ୍ଥ, ସେଇ ଲାଜରସ୍ ଅସୁସ୍ଥ, ଆଉ କୁହାଯାଇଥିଲା କି ଥରେ ଆସ ତମ ବନ୍ଧୁକୁ ଛୁଆ ଅସୁସ୍ଥ, ମାତ୍ର ଯୀଶୁ ସେଇ ସମୟରେ ସେଇ ସ୍ଥାନକୁ ଗଲେ ନାହିଁ। ଆଉ କିଛି ଦିନ ପରେ ଏମିତି ଖବର ଆସିଲା କି ତୁମ ସେଇ ବନ୍ଧୁ ଲଜରସ୍ ମରିଗଲା, ମୃତ୍ୟୁବରଣ କରିଛି। ସେଇ ସମୟରେ ମଧ୍ୟ ଯୀଶୁ ଖ୍ରୀଷ୍ଟ ଗଲେ ନାହିଁ। ମାତ୍ର 4 ଦିନ ପରେ ଆମେ ଦେଖୁଅଛୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହୁଅଛନ୍ତି କି ଆମମାନଙ୍କ ବନ୍ଧୁ ଲାଜରସ୍ ନିଦ୍ରା ଯାଇଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଛି ବୋଲି ସେ। ବନ୍ଧୁ, ମୃତ୍ୟୁ ମୃତ୍ୟୁ ହଉଛି ଏକ ନିଦ୍ରା। ଆଉ ନୂତନ ନିୟମରେ ଶିକ୍ଷା ଦିଆଯାଇଛି, ପୁରାତନ ନିୟମରେ ବୋଧ ସେହିପରି ଶିକ୍ଷା ଦିଆଯାଇଛି। ଆଉ କଣ ସେ ଶିକ୍ଷା? କି ମୃତ୍ୟୁ ହଉଛି ତା, ଯେଉଁଥିରେ କେବଳ ଯୀଶୁ ହିଁ ଆମମାନଙ୍କୁ ଜାଗ୍ରତ କରିପାରିବେ କରିପାରିବେ ଆଉ କେହି ନାହାନ୍ତି। ଏଇ ଯୋଉ ମୃତ୍ୟୁର ନିଦ୍ରା ଆମେ କହୁଛେ, ଏଇ ଯୋଉ ମୃତ୍ୟୁର ନିଦ୍ରାକୁ କେବଳ ଯୀଶୁ ହିଁ ଜାଗ୍ରତ କରିପାରିବେ। ଯେପରିକି ପାଉଲ ଥେସଲୋନିକ ମାନଙ୍କ ପାଖକୁ ଲେଖନ୍ତି, ଯାହା ଆମେ ପ୍ରଥମ ଥେସଲୋନିକା 4:13-18 ଦେଖୁଅଛୁ। ସେ କହନ୍ତି ଏହିପରି, ଥେସଲୋନିକୀୟ ମାନଙ୍କୁ ଲେଖିବା ବେଳେ ପାଉଲ ସେମାନଙ୍କ ସହ ଏକ ବିଷୟରେ କଥା ହେଉଥିଲେ। ସେ କହିଲେ, ଯୋଉମାନେ ଶୋଇଥାନ୍ତି ତାହା ଅଟେ ଯୋଉମାନେ ପୂର୍ବରୁ ମୃତ୍ୟୁବରଣ କରି ସାରିଥିଲେ, ଏବଂ ଯେଉଁମାନଙ୍କୁ କହିଲେ ଯେ ଯୀଶୁଙ୍କ ଦ୍ୱିତୀୟ ଆଗମନରେ ସେମାନେ ସହିତ ଯିବା ପାଇଁ ସେମାନଙ୍କୁ ପୁନରୁତ୍ଥାନ ହେବ। ମାନେ ସେମାନେ ଜାଗ୍ରତ ହେବେ, ଆଉ ଯେବେ ଯୀଶୁ ଖ୍ରୀଷ୍ଟ ଆସିବେ, ସେମାନେ ସମସ୍ତେ ଏକତ୍ର ହୋଇ ଯୀଶୁଙ୍କ ସହ ସ୍ୱର୍ଗ ରାଜ୍ୟ ଯିବେ ବୋଲି ସାଧୁ ପାଉଲ। ଯଦି ପାଉଲ ବିଶ୍ୱାସ କରିଥାନ୍ତେ ଯେ ବିଶ୍ୱାସୀ ମାନେ ମରିବା ପରେ ସିଧାସଳଖ ଯୀଶୁଙ୍କ ପାଖକୁ ଯାଆନ୍ତି, ତେବେ ସେ ସେମାନଙ୍କୁ ଯାହା କହିଥାନ୍ତେ ତାହା ପରିବର୍ତ୍ତ ହେଇଥାନ୍ତେ, ମାତ୍ର ତାହା ସେ କହିଲେ ନାହିଁ। ବନ୍ଧୁ, ମୃତ୍ୟୁଙ୍କ ବିଷୟରେ କହିବା ବେଳେ ସେମାନଙ୍କୁ ଜୀବନ କରାଯିବ ବୋଲି ପାଉଲ କହନ୍ତି। ତାଙ୍କ ଆଗମନ ସମୟରେ ଏବଂ ପୂର୍ବରୁ ନୁହେଁ, ଯାହା ଆମେ ଦେଖି ସାରିଛୁ। ପ୍ରଥମ କରନ୍ତି 15:22, ଆଉ 22-24 ପର୍ଯ୍ୟନ୍ତ ସେ ଏପରି କହନ୍ତି। ସେ ଆମକୁ ଏହା ମଧ୍ୟ କହନ୍ତି ଯେ ଆମେ ସମସ୍ତେ ଶୋଇନାହୁଁ। ମୃତ୍ୟୁ ମାନେ ପରିବର୍ତ୍ତି ହେବେ, ଆଉ ଏକ ମୁହୂର୍ତ୍ତରେ ପରିବର୍ତ୍ତ ହେବେ। ଆଉ ଯେଉଁ ଲୋକେ ଯୀଶୁଙ୍କ ନାମରେ ମୃତ୍ୟୁ ବରଣ କରୁଛନ୍ତି, ସେମାନେ ମଧ୍ୟ ଉଠିବେ ବୋଲି ଆମେ ପ୍ରଥମ କଲୋସି ତାର 15-51 କରୁ। ଆଉ ସେମାନେ ସେଇ ମୁହୂର୍ତ୍ତରେ ପରିବର୍ତ୍ତନ ହେବେ। ପୁରା ପୁନରୁତ୍ଥାନ ଯୀଶୁଙ୍କ ସହିତ ରହିବାର ଚାବିକାଠି ଅଟେ। ଆଉ ପୁନରୁତ୍ଥାନ ବିନା
କୌଣସି ମୁକ୍ତି ନାହିଁ ବା ପରିତ୍ରାଣ ନାହିଁ। ଏହିପରି ପ୍ରଥମ କରନ୍ତି 15 ପାଉଛୁ। ତାମାନେ ପୁନରୁତ୍ଥାନ ସମୟରେ ହିଁ ଆମମାନେ ଅମର ବା ଆମର ଉତ୍ତରାଧିକାରୀ ପାଇବାକୁ ଏବଂ ତେଣୁ ଆମକୁ ସେହି ମୁହୂର୍ତ୍ତକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଥମ ପିତର ତାର 1:3-5 ଆମେ ପାଉଛୁ। ମାତ୍ର ସେହି ସମୟକୁ ଆମେ ଅପେକ୍ଷା କରିବାକୁ ପଡ଼ିବ। ଚାଲନ୍ତୁ ଆଗକୁ ବଢିବା। ସଦ୍ୟତମରେ ଆତ୍ମବାଦ ଦିନ ଗୁଡ଼ିକ, ସଦ୍ୟତମରେ ଆତ୍ମବାଦକ ଦିନ ଗୁଡ଼ିକ, ସେଇ ଆତ୍ମବାଦିକ ଦିନ ଗୁଡ଼ିକ କଣ? ସଂକେତ ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟ ଯାହା ଶୈତାନ କରିବ ଲୋକମାନଙ୍କୁ ବିଶ୍ୱାସଘାତ କରାଇବା ପାଇଁ। ଯେପରି ମାର୍କ ତାର 13:22 ଆମେ ଦେଖୁଛୁ କି ଭଣ୍ଡ ଖ୍ରୀଷ୍ଟିଆନ ମାନେ, ଭଣ୍ଡ ଭାବବାଦୀ ମାନେ ଉଠିବେ, ଏପରି ଚିହ୍ନ ଓ ଅଦ୍ଭୁତ କର୍ମ ମାନ ସେମାନେ ଦେଖାଇବେ। ଆଉ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ ବୋଲି ମାର୍କ ତାର 22 ଦେଖାଯାଇଛି। ମାନେ ଏମିତି ସମୟ ଆସିବ ଯେଉଁ ସମୟରେ ଭଣ୍ଡ ଖ୍ରୀଷ୍ଟିଆନ, ଭଣ୍ଡ ଭାବବାଦୀ ମାନେ ଉଠିବେ। ଆଉ ବର୍ତ୍ତମାନ ଯାହା ଆମେ ଦେଖୁଅଛୁ ଏହିପରି ଚାଲିଛି। ଭଣ୍ଡ ଖ୍ରୀଷ୍ଟିଆନ ମାନେ, ଭଣ୍ଡ ଭାବବାଦୀ ମାନେ ମଧ୍ୟ ଆମମାନଙ୍କ ମଧ୍ୟରେ ଅଛନ୍ତି। ଆଉ ସେମାନେ ଏମିତି ଚିହ୍ନ, ଏମିତି ଅଦ୍ଭୁତ କର୍ମ ଗୁଡାକ ଦେଖାଉଛନ୍ତି। ଆଉ ବେଲେ ବେଲେ ଏହି ଯୋଉ ଅଦ୍ଭୁତ କାର୍ଯ୍ୟ ଗୁଡାକ ଆମେ ଦେଖୁ, ଆମେ ସେମାନଙ୍କ ସହ ପ୍ରଭାବିତ ହୋଇଥାଉ। ଏଥିଯୋଗୁ ମାର୍କ ଲେଖନ୍ତି କି ମନୋନୀତ ଲୋକ, ଯଦି ସମ୍ଭବ ମନୋନୀତ ଲୋକମାନେ ମଧ୍ୟ ସେଇ ଭ୍ରାନ୍ତରେ ପଡିଯିବେ ବୋଲି। ବନ୍ଧୁ, ଆଧ୍ୟାତ୍ମିକତା ହଉଛି ସିଧାସଳଖ ଚେତନାର ନେତୃତ୍ୱରେ ଚାଲିଥିବା ଏକ ଆନ୍ଦୋଳନ। ମନେ ରଖନ୍ତୁ, ଆଧ୍ୟାତ୍ମିକତା ହଉଛି ସିଧାସଳଖ ଶୟତାନର ନେତୃତ୍ୱରେ ଚାଲିଥିବା ଏକ ଆନ୍ଦୋଳନ ଏବଂ ଏହାର ମୂଳ ଦୁଆ ହଉଛି ଆତ୍ମାର ଅମରତ୍ୱ। ଆତ୍ମାର ଅମରତ୍ୱ। ଆଉ ଯେଉଁମାନେ ଏହାର ଅନୁଗାମୀ କରୁଛନ୍ତି, ବିଶ୍ୱାସ କରନ୍ତି ଯେ ସେମାନେ ମୃତ୍ୟୁଙ୍କ ସହ ଯୋଗାଯୋଗ କରିବେ ଏବଂ ସେମାନଙ୍କ ଠାରୁ ଆଲୋକିତ ଶକ୍ତି ପ୍ରାପ୍ତ କରିବାକୁ। ବନ୍ଧୁ, ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି କି ଆତ୍ମା ହଉଛି ଅମରତ୍ୱ, ଆଉ ସେ ଆତ୍ମାଙ୍କ ସହ ସେମାନେ ଯୋଗାଯୋଗ କରନ୍ତି ଆଉ ସେମାନଙ୍କ ଠାରୁ ଆଲୋକିତ ଶକ୍ତି ପ୍ରାପ୍ତ ହୋଇଛି ବୋଲି ସେମାନେ ଦାବି କରନ୍ତି। ତାହା ନୁହେଁ, ଯଦିଓ ସେମାନେ ବର୍ତ୍ତମାନ ଈଶ୍ୱରଙ୍କ ଦ୍ୱାରା ସୀମିତ ଅଛନ୍ତି, ସମୟ ଆସିବ ଯେତେବେଳେ ସେ ସେମାନଙ୍କୁ ଅଖଣ୍ଡ ଚମତ୍କାର ପ୍ରଦର୍ଶନ କରିବାକୁ ଅନୁମତି ଦେବେ, ଯାହା ସେମାନଙ୍କୁ ଦେଖୁଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବ। ବନ୍ଧୁ, ଏମିତି ସମୟ ଆସିବ କି ସେମାନେ ଅଖଣ୍ଡ ଚମତ୍କାର ପ୍ରଦର୍ଶନ କରିବେ ଆଉ ଯାହା ସେମାନେ ଦେଖୁଥିବା ଲୋକମାନଙ୍କୁ ମଧ୍ୟ, ମାନେ ଯେଉଁମାନେ ସେମାନଙ୍କୁ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହେବେ ବୋଲି ଦେଖୁଅଛୁ। ଅସୁସ୍ଥ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପୁନରୁଦ୍ଧାର ଦେଖିବା ପରେ ଆମ ଉପରକୁ ନ ଯିବା ପାଇଁ ଏକ ଗାଡ଼ି ମରିଗଲା, କିମ୍ବା ଆମର ପ୍ରିୟ ମା ଏବେ ମୃତ୍ୟୁ ଆଖି ଆଗରେ କୋମଳ ଭାବରେ କଥାବାର୍ତ୍ତା କରୁଛନ୍ତି। ଯିଏ ଏଭଳି ଚମତ୍କାର ପ୍ରଦର୍ଶନ କରେ ତାଙ୍କୁ ଆମେ ବିଶ୍ୱାସ କରିବାକୁ ନାହିଁ। ବନ୍ଧୁ, ଆମେ ଆମର ଇନ୍ଦ୍ରିୟ କିମ୍ବା ଆମର ଭାବନା ଉପରେ ବିଶ୍ୱାସ ରଖିବା ଉଚିତ। ଯେଉଁ ଲୋକମାନେ ଏହିପରି ଦର୍ଶନ ଦେଖାନ୍ତି, ଏହିପରି ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଆମେ ବିଶ୍ୱାସ କରିବା
ଆବଶ୍ୟକ ନାହିଁ। ଆମେ ସେହି ପରମେଶ୍ୱରଙ୍କ ବାକ୍ୟ ଉପରେ ଭରସା ରଖିବା, ସେହି ପରମେଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କରିବା। ଯେହେତୁ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ଆମେ ଯାହା ଜାଣିଛୁ ସେଥିରେ କେବଳ ନିରାପତ୍ତା ପାଇବା ଏବଂ ଯୀଶୁଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଆମକୁ ଶତ୍ରୁରୁ ଶେଷ ପ୍ରଲୋଭନକୁ ପ୍ରତିରୋଧ କରିବାକୁ ଅନୁମତି ଦେବ, ସାହାଯ୍ୟ କରିବ ଆଉ ଆମମାନଙ୍କୁ ତାଙ୍କ ଆଗରେ ବଢିବା ପାଇଁ ରହିବା ପାଇଁ ଆମମାନଙ୍କୁ ସାହାଯ୍ୟ। ତାହେଲେ ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ କଣ? ଆଧ୍ୟାତ୍ମିକ ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ କଣ? କାହିଁକି ଏଇ ସବୁ ହଉଅଛି? ଚାଲନ୍ତୁ ପ୍ରକାଶିତ ତାର 16:14 ଦେଖିବା। ପ୍ରକାଶିତ 16:14 ଜହନ ଏହିପରି ଏମାନଙ୍କୁ ଲେଖନ୍ତି। ସେ କହନ୍ତି, ଏମାନେ ଆଶ୍ଚର୍ଯ୍ୟ କର୍ମକାରୀ, ହୁତାତ୍ମା ହୋଇ ସର୍ବଶକ୍ତିମାନଙ୍କ ଈଶ୍ୱରଙ୍କ ମହିମା ଦିନରୁ ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ରିତ କରିବା ପାଇଁ ସେମାନଙ୍କ ନିକଟକୁ ବାହାରି ଯାଆନ୍ତି। ଯୋଉମାନେ ଏଇ ଶୈତାନର ଯୋଉମାନେ ଶୈତାନକୁ ବିଶ୍ୱାସ କରନ୍ତି ଆଉ ସେମାନଙ୍କୁ, ଯେହେତୁ ଶୈତାନର ଉଦ୍ଦେଶ୍ୟ ହଉଛି ଏହା କି ସେହି ଯୋଉମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତ ରାଜାମାନଙ୍କୁ ଏକତ୍ରିତ କରିବା ପାଇଁ ସେମାନଙ୍କ ନିକଟକୁ ବାହାରି ଯାଆନ୍ତି। ଏମାନେ ଯେମାନେ କି ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ଆଉ ଈଶ୍ୱରଙ୍କ ତାଙ୍କ ଆଜ୍ଞା ପାଳନ କରନ୍ତି। ଶୈତାନର ଉଦ୍ଦେଶ୍ୟ ହଉଛି ପରମେଶ୍ୱର ବିରୁଦ୍ଧରେ ଯୁଦ୍ଧ କରିବା। ବନ୍ଧୁ ମନେ ରଖନ୍ତୁ, ଶୈତାନର ଉଦ୍ଦେଶ୍ୟ ହଉଛି ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା, ତାଙ୍କ ସରକାରକୁ ଉଚ୍ଛେଦ କରିବା ଏବଂ ତାଙ୍କ ସିଂହାସନ ଦଖଲ କରିବାର ଇଚ୍ଛା ହଉଛି ଶୈତାନର ଉଦ୍ଦେଶ୍ୟ। ତାହା ଛଡା ଏହା କରିବା ପାଇଁ ସମସ୍ତଙ୍କ ମନ ଜାଣିବା ପାଇଁ ସେ ଯେକୌଣସି ରଣନୀତି ବ୍ୟବହାର କରିବେ, ଆମକୁ ଶାସନ କରୁଥିବା ରାଜନୈତିକ ଶକ୍ତିଠାରୁ ଆରମ୍ଭ କରନ୍ତୁ। ବନ୍ଧୁ, ଯେଉଁ ଶକ୍ତି ସେ ପ୍ରଦାନ କରିବା ପାଇଁ ପାଇବା ପାଇଁ ଚେଷ୍ଟା କରିବ, ସେଥିଯୋଗୁଁ ସେ ଏହିପରି ରଣନୀତି କରିବ ଯେପରିକି ଆମେ ତାଙ୍କ ଅଧୀନରେ ଆସିଯାଉ। ଯେପରି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଲେଖନ୍ତି, ସେହି ମହାସଂଘର୍ଷ ପୃଷ୍ଠା 625ରେ ପ୍ରତାରଣାର ମହାନ ନାଟକରେ ମୁକୁଟ ପିନ୍ଧିଥିବା ଅଭିନୟ ଭାବରେ ଶୈତାନ ନିଜେ କୃଷ୍ଣଙ୍କ ବ୍ୟକ୍ତିତ୍ୱ ହେବେ ବୋଲି। ବନ୍ଧୁ ବନ୍ଧୁ ଏଇ ଯୋଉ ନାଟକ ମୁକୁଟ ପିନ୍ଧିବା ଅଭିନୟ ଶୈତାନ କରିବେ ଯେପରିକି କୃଷ୍ଣଙ୍କ ବ୍ୟକ୍ତିତ୍ୱ ଭାବରେ ଦେଖାଯାଏ। କିନ୍ତୁ ସେହି ମୁହୂର୍ତ୍ତରେ ଯୀଶୁ କାହାଣୀର ଅନ୍ତ ଘଟାଇବେ। ବନ୍ଧୁ, ତେବେ ଏଇ ଯୋଉ ନାଟକୀୟ କାମ ଶୈତାନ କରିବ, ସେତେବେଳେ ଏଇ ଯୋଉ ଶୈତାନର ନାଟକକୁ ଖ୍ରୀଷ୍ଟ ଶେଷ କରିବେ ଆଉ ସେତେବେଳେ ଶୈତାନ ସେ ଯୁଦ୍ଧରୁ ପରାଜିତ ହେବେ। କୃଷ୍ଣଙ୍କ ଦ୍ୱାରା ପରାସ୍ତ ହୋଇଥିଲେ ଏବଂ ତାଙ୍କ ରକ୍ତରେ ଚିପିଥିବା ଲୋକମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ ବୋଲି ଆମେ ପ୍ରଥମ ଜହନ 2:14, 4:3-4 ଆଉ ପ୍ରକାଶିତ 3:21 ଆଉ 5:5-12-11 ପାଉଛୁ। ତା ବାଦେ ପ୍ରକାଶିତ 14:12 ଆମେ ଦେଖୁ, ଯୋଉମାନେ ଆଧ୍ୟାତ୍ମିକବାଦୀ ପ୍ରତାରଣା ସମ୍ମୁଖୀନ ହୁଅନ୍ତି ସେମାନଙ୍କର ସ୍ୱତନ୍ତ୍ର ହେଉଛି ସେମାନେ ପରମେଶ୍ୱରଙ୍କ ଆଜ୍ଞା ମାନିଥାନ୍ତି ଏବଂ ଯୀଶୁଙ୍କ ପ୍ରତି ବିଶ୍ୱାସ କରନ୍ତି ବୋଲି ଆମେ ଦେଖିଥାଉ। ଯୀଶୁଙ୍କ ଠାରେ ବିଶ୍ୱାସ କରିଥାନ୍ତି ବୋଲି ଆମେ ଦେଖିଥାଉ। ବନ୍ଧୁ, ଯେପରି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଲେଖନ୍ତି, ସେ କହନ୍ତି, ମୁଁ ଦେଖିଲି ଯେ ସାଧୁମାନେ ବର୍ତ୍ତମାନର ସତ୍ୟ ବିଷୟରେ ଭଲ ଭାବରେ ବୁଝିବା ଆବଶ୍ୟକ
ଯାହାକୁ ସେମାନେ ଶାସ୍ତ୍ରରୁ ବଜାଇ ରଖିବାକୁ ବାଧ୍ୟ ହେବେ। ସେମାନେ ମୃତ୍ୟୁଙ୍କ ଅବସ୍ଥା ବୁଝିବା ଦରକାର, କାରଣ ଶୈତାନ ମାନଙ୍କର ଆତ୍ମାମାନେ ତଥାପି ସେମାନଙ୍କ ନିକଟରେ ଦେଖାଯିବେ, ପ୍ରିୟ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଦାବି କରନ୍ତି, ଯିଏ ସେମାନଙ୍କୁ ଆଶାସ୍ତ୍ରୀୟ ସିଦ୍ଧାନ୍ତ ଘୋଷଣା କରିବେ। ସେମାନେ ସହାନୁଭୂତି ଜାଗ୍ରତ କରିବା ପାଇଁ ନିଜର ସାମର୍ଥ୍ୟ ଅନୁଯାୟୀ ସବୁକିଛି କରିବେ ଏବଂ ସେମାନେ ଯାହା ଘୋଷଣା କରନ୍ତି ତାହା ନିଶ୍ଚିତ କରିବେ। କରିବା ପାଇଁ ସେମାନଙ୍କ ସମ୍ମୁଖରେ ଚମତ୍କାର କାର୍ଯ୍ୟ କରିବେ। ପରମେଶ୍ୱରଙ୍କ ଲୋକମାନେ ଏହି ଆତ୍ମାଙ୍କୁ ବା ଏହି ଆତ୍ମାମାନଙ୍କୁ ବାଇବଲର ସତ୍ୟ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଉଚିତ ଯେ ମୃତ୍ୟୁ ଲୋକମାନେ କିଛି ଜାଣନ୍ତି ନାହିଁ ଏବଂ ଯେଉଁମାନେ ଏପରି ଦେଖା ଯାଆନ୍ତି ସେମାନେ ଶୈତାନ ମାନଙ୍କର ଆତ୍ମା ଭଳି ଆମେ ବୁଝିବାକୁ ପଡ଼ିବ। ଏହି ଯୋଉ ଆତ୍ମବାଦୀ ଆଜି ଆମ ଦୁନିଆରେ ଧରି ରହିଅଛି, ଆଉ ସେମାନେ ଶୈତାନର କାର୍ଯ୍ୟ କରୁଛନ୍ତି, ଆଉ ସେମାନେ ବି କହନ୍ତି କି ଆତ୍ମା ଅମରତ୍ୱ, ଆତ୍ମା ମରେ ନାହିଁ। ଯେପରି ପବିତ୍ର ଶାସ୍ତ୍ର ବାଇବଲରେ ଆମେ ପାଉଅଛୁ କି ଯେବେ ମନୁଷ୍ୟ ମରିଯାଏ ସେ ବର୍ତ୍ତମାନ ଭୂକାଳ ବା ଭବିଷ୍ୟତରେ ଯାହା ଘଟିବାକୁ ଯାଉଛି, ବର୍ତ୍ତମାନ ଯାହା ଘଟୁଛି କିଛି ସେମାନେ ଜାଣିପାରିବେ ନାହିଁ, କିଛି ଜାଣନ୍ତି ବି ନାହିଁ ବୋଲି ବାଇବଲ ଆମକୁ କହୁଅଛି। ସେଥିଯୋଗୁଁ ଏଇ ଯୋଉ ଆତ୍ମବାଦୀଙ୍କ କଥା କେବେ ବିଶ୍ୱାସ କରିବାର ଆମର ଯୋଗ୍ୟ ନାହିଁ, ଯେହେତୁ ବାଇବଲ ଏହା ଆମକୁ ଶିକ୍ଷା ଦିଏ ନାହିଁ। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା, ଆଉ ଏହିପରି ଆତ୍ମବାଦୀ ଏପରି ପ୍ରତାରଣାରେ ଆମେ ପଡ଼ିବା ନାହିଁ, ଯେହେତୁ ଶୈତାନ ସଦାବେଳେ ଜାଗ୍ରତ ରହିଅଛି ଆମମାନଙ୍କୁ ପରୀକ୍ଷା କରିବା ପାଇଁ, ଆମମାନଙ୍କୁ ତାଙ୍କ ପାଖକୁ ନେବା ପାଇଁ ସେ ବହୁତ ଚେଷ୍ଟା କରୁଛି। ତାହେଲେ ଚାଲନ୍ତୁ ସେହି ସର୍ବଶକ୍ତି ପରମେଶ୍ୱରଙ୍କର ଶକ୍ତି ପ୍ରଦାନ କରି ଆମେ ନିଜେ ସେହି ପ୍ରତାରଣାରୁ ଦୂରରେ ରହିବା, ଆଉ ସେ ପବିତ୍ର ଆତ୍ମାର ସାହାଯ୍ୟ ନେବା, ଯେପରିକି ଆମେ ଯେବେ ଯୀଶୁ ଖ୍ରୀଷ୍ଟ ଆସିବ ସେତେବେଳେ ଆମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହ ଭେଟି ସେ ସ୍ୱର୍ଗ ରାଜ୍ୟକୁ ଯାଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରବର୍ତ୍ତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଲ ସବୁକୁ ପାଠ ପଢିବା ପାଇଁ, ଏହା ବୁଝିବା ପାଇଁ ଏମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ଶୁଣି ଗ୍ରହଣ କର। ଆମେନ୍।